ଗାଁ ରେ ବିଜୁଳି ପାଣି ରାସ୍ତା ଏ ତିନି ମଧ୍ୟରେ ସବୁଠାରୁ ବଡ ସମସ୍ୟା କଣ ଆପଣଙ୍କ ଗାଁରେ? ରାସ୍ତାର ଆପଣଙ୍କ ଗାଁର ନାଁ? ବରଗାଁ ପଞ୍ଚାୟତ? ବରଗାଁ ବ୍ଲକ? ଖରିଆଳ ବ୍ଲକ। କଣ କହିଲେ? ପାଣି ରାସ୍ତା ରାସ୍ତାର କେତେଟା ରାସ୍ତାର ଅଛି ସମସ୍ୟା? ଆମର ଗୋଟେ ରାସ୍ତା ବହୁତ ସମସ୍ୟା ଅଛି। କୋଉ ପାଖର? ବରଗାଁ ରୁ ଡମଝର ରାସ୍ତା। ବହୁତ ସମସ୍ୟା ସେଟା। ହଁ ଏବେ ବି ସେ ପାଖେ ଚାରି ଚକିଆ ଯିବାଟା ବହୁତ ତକଲିଫ ହଉଛି, ବହୁତ ଖାଲ ଖାଲ ହେଇଯାଇଛି। ସେଥିନେ ମଝିରେ ସରକାରକୁ ଜଣା ହେଇଥିଲା, ଆର ଆପଣଙ୍କର ଭଳିଆ ଏମତି ନ୍ୟୁଜ ବାଲେ ଆସିଥିଲେ, ସବୁ ରିପୋର୍ଟ ଦେଲେ। ଗୋଟେ ଡେଲିଭରି ମାଇକିଣାକୁ କାଦୁଅରେ ଖଟରେ ଅଣା ହେଲା। ଏମିତି ସମସ୍ୟା ଅଛି ସେ ରାସ୍ତାଟା। ଠିକ ଅଛି, ଗାଁରେ ଅର୍ଜେଣ୍ଟ ସେ ରାସ୍ତା ଦରକାର। ହଁ ସେ ରାସ୍ତା ନିହାତି ଦରକାର। ଗାଁ ରେ କିଏ କିଏ ସରକାରଙ୍କର ସାହାଯ୍ୟ ଅପେକ୍ଷା କରିଛନ୍ତି? କାଣା କହିଲେ? ଗାଁ ରେ କିଏ କିଏ ସରକାରଙ୍କର ହଁ ସାହାଯ୍ୟରେ ଅପେକ୍ଷାରେ ଅଛନ୍ତି? ବହୁତ ଲୋକ ଅଛନ୍ତି। ବହୁତ ଲୋକ ଦୁଃଖରେ ବି ଅଛନ୍ତି ନା? ବହୁତ, ହଁ ବହୁତ ଲୋକକୁ ଘର ମିଳୁନି। ସରପଞ୍ଚ ପିଓ ସେ କିଛି ସହାୟତା କରୁନାହାନ୍ତି କି? ନାଇଁ କିଛି ନାଇଁ, ସେ ସରପଞ୍ଚ ହେଇ ସାରିଲା ପରେ ଆରୁ ଦେଖା ବି ଭଲ କରି ଦେବାର ବେଲେ ଚଲବା। ମାଇକ କୁ ଟିକେ ଦୂରରେ ରଖନ୍ତୁ ସାର୍, ଦୂରେ ହଁ। ଏଥିରେ ଯେନ୍ତା ଆମେ ଧରସୁଁ ମାଇକ ଟା। ଗାଁ ରେ କଷ୍ଟରେ କେଉଁ ପରିବାର ଅଛି? ଗାଁରେ ବହୁତ ଲୋକ ଅଛନ୍। ସେମାନଙ୍କୁ କଣ ଦରକାର? ଦେଖନ୍ କେତେ ଓଲ୍ଡ ଏଜ ଅଛନ୍, ସେମାନଙ୍କୁ ପେନସନ ନେଇ ମିଲବାର। କେତେ ଲୋକ ରାସନ କାର୍ଡ ପାଇବାର କଥା ସେମାନେ ନାଇଁ ପାଇବାର। ପାଇବାର ଉପଯୁକ୍ତ ଲୋକମାନେ ବି ଆଜି ପର୍ଯ୍ୟନ୍ତ ନାଇଁ ପାଇବାର। ଘର ଦ୍ୱାର ବି ଲୋକଙ୍କୁ ନେଇ ମିଲବାର, ବହୁତ ଲୋକ ବାକି ଅଛନ୍। ଗାଁ ରେ ସବୁଠାରୁ ଅସହାୟ କିଏ ଓ ତାଙ୍କୁ ପ୍ରଥମେ କଣ ସାହାଯ୍ୟ ଦରକାର? ଦେଖନ୍ ଏ ଗୋଟେ କାଲିଆ ବଲସନ୍, ତାର ଛୁଆ ଗୋଟେ ବିକଲାଙ୍ଗ, ପୁରା 85% ବିକଲାଙ୍ଗ ହେଇପାରେ। କିନ୍ତୁ ତାକୁ ଭତ୍ତା ମିଳୁନି। ଏପର୍ଯ୍ୟନ୍ତ କିଛି ସହାୟତା କିଛି କରୁନାହାନ୍ତି ନି କିଛି ନି। ସରପଞ୍ଚ। ଏବେ ବି ଯଦି ସରକାର ଆସିକରି ତାକେ ଯଦି ଦେଖବେ ବେଲେ ପ୍ରକୃତରେ ସତ୍ କେମିତି ଯେ ସେ ଜାଣିପାରିବେ। ଆମେ କହିବାରଟା ତ ଦୁସରା କଥା ହେ। ତାରପରେ ତାର ପରିବାରରେ ଗୋଟେ କର୍ତ୍ତାର ମାଇଣ୍ଡ ଭଲ ନାଇଁ ନା, ବଇରୀ ଭଳିଆ ଅଛେ। ତାର ବି କିଛି ହବାର ନାଇଁ, ରାସନ କାର୍ଡ ଫାର୍ଡ କିଛି ନାଇଁ। ତାଙ୍କ ପରିବାରକୁ ନିଶ୍ଚିତ ସାହାଯ୍ୟ ଦରକାର। ନିଶ୍ଚିତ ଗାଁ ରେ 10 ବର୍ଷ ହେଲା କଣ ବଦଳି ନାହିଁ, ଆପଣଙ୍କ ମତରେ କଣ ବଦଳିବା ଦରକାର? ରାସ୍ତାଘାଟ ବଦଳିବାର କଥା ପହେଲା। ହସ୍ପିଟାଲ ଗୋଟେ, ଏତେ ବଡ ଗାଁ ରେ ହସ୍ପିଟାଲ ଗୋଟେ ଦରକାର। ହସ୍ପିଟାଲ ପାଇଁ କେତେ ଦୂର ଯାଉଛନ୍ତି? ଖଡ଼ିଆଲ ଯିବାର ପଡୁଛି 10 କିଲୋମିଟର। 10 କିଲୋମିଟର ଯିବାକୁ ପଡୁଛି ଏଠି। ହଁ କିଛି ସୁବିଧା ଅଛି 108 ଗାଡିର? ହଁ 108 ର ସେଟା ଡେଲିଭରି ପାଇଁ ଫୋନ କଲେ ଆସୁଛି। ଆପଣଙ୍କୁ ସରକାରଙ୍କୁ ଗୋଟେ କଥା କହିବାକୁ ଚାନ୍ସ ମିଳିଲେ ହୁଁ କଣ କହିବେ? ବେଲେ ଆକ୍ଚୁଆଲି ନ୍ୟାୟ ହିସାବରେ ସବୁ ଇଏ ହେବାର କଥା। ଦେଖନ୍ ଯେନ୍ ଏଇଟା ଘର ପାଇବାର କଥା ସେ ଘର ପାଇବ। ତାରପରେ ଆପଣଙ୍କର ଯେନ୍ ଭତ୍ତା ପାଇବାର କଥା ସେ ଭତ୍ତା ପାଇବ। ଏଇଟା ମାନେ ବହୁତ ବଡ ସମସ୍ୟା ଅଛି, ଏଇଟା କହିବାର କଥା ହେ। ଗଭର୍ଣମେଣ୍ଟ ପାଖେ ଆମେ ଏଇଟା ନିବେଦନ କରୁଛୁ, ସେଇ ସବୁ ବୁଝବାର କଥା। କହ। ନବୀନ ପଟ୍ଟନାୟକ କି ମୋହନ ଚରଣ ମାଝୀ? ଦେଖନ୍ ଆଜ୍ଞା, ନବୀନ ପଟ୍ଟନାୟକ ର ଟାଇମ ଆକ୍ଚୁଆଲି ବହୁତ କିଛି ଡେଭଲପ ହେଇଛି। ତ ସେ ନୂଆ କରି ଆସିଛନ୍, ଆମେ କେନ୍ ହିସାବରେ କହିପାରମୁ ସେ ଭଲ କି ଭଲ ବୋଲି କରି। ତାଙ୍କର ତ ଟାଇମ ନେଇ ହେବାର ତାଲି। କମ ଟାଇମ ନହେଲେ ବି 2-3 ବର୍ଷ ହେଲା ଶାସନ କରି ସାରିଲେଣି ତ ହଁ ତାଙ୍କ ଦେଢ ବର୍ଷ ଖଣ୍ଡେ ହେଲା। ମୋହନ ମାଝି ଭଲ କରିବେ ଭଳିଆ ଆମକେ ଜଣା ପଡୁଛେ ସବୁ। ଆଶା ଅଛି ଆପଣଙ୍କ ସବୁ ସମାଧାନ କରିବେ ବୋଲି ଆମର ଆଶା ଅଛି। ନେକ୍ସଟ ଟାଇମ୍ ହଁ ଆପଣ କାହାକୁ ଭୋଟ ଦେବେ? ଯଦି ଭଲ କାମ କରିବେ 5 ବର୍ଷ ଭିତରେ ବେଲେ ନିଶ୍ଚୟ ତାଙ୍କେ ଭୋଟ ଦେମୁ। ନା ମୋହନ ଚରଣ ମାଝୀ କୁ? ହଁ। ଆଉ ନବୀନ ପଟ୍ଟନାୟକ ବୋଲେ ଆପଣ ପକ୍ଷରେ ଅଛନ୍ତି ମୋହନ ଚରଣ ମାଝୀଙ୍କର? ହଁ ସେ ଭଲ କାମ କଲେ ନିଶ୍ଚିତ ଭାବରେ ସେ ଭୋଟ ପାଇବେ। ଡେଭଲପ ଯଦି ହେବାଲେ ସମସ୍ତେ ଚାହୁଁଛନ୍ତି ନା ଉନ୍ନତି ପାଇଁ ଗାଁ ର।
ସେ ଯଦି ସବୁ କରିବେ ବେଲେ କାହିଁକି ସେ ଭୋଟ ପାଇବେନି? ଠିକ ଅଛି ସାର୍। ଗାଁରେ ଯୋଉମାନେ ଯୋଗ୍ୟ ଇନ୍ଦିରାବାସ ପାଇଁ ସେମାନଙ୍କୁ ଘର ମିଳୁଛି, ୟା ଅଯୋଗ୍ୟ ମାନଙ୍କୁ ଘର ମିଳୁଛି ଆଉ ଯୋଗ୍ୟ ମାନଙ୍କୁ ଛାଡି ଦିଆଯାଉଛି? ହେନ୍ତା ତ ଜଣା ପଡୁଛି ଆଜ୍ଞା। ଆପଣଙ୍କ ମତରେ କଣ ଗାଁରେ କଣ ଚାଲିଛି? ବହୁତ ଲୋକ ପାଇବାର କଥା ସେମାନେ ନାଇଁ ପାଇବାର ଆଜି ପର୍ଯ୍ୟନ୍ତ। ବେଲେ ଅଯୋଗ୍ୟ ମାନଙ୍କୁ ମିଳୁଛି ଆଉ ଯୋଗ୍ୟ ମାନଙ୍କୁ ମିଳୁନାହିଁ, ଛାଡି ଦିଆଯାଉଛି। ହଁ ହେନ୍ତା ହେଇଯାଇଛି। ସେଥିରେ କାରଣ କଣ? ପ୍ରଶାସନର ଢିଲା, ସେମାନେ ଭଲ କରି ଦେଖା ଦୁଖି ନି କରବାର, ଭଲ କରି ଇନକ୍ୱାରି ନି କରବାର। एक्चुअली केन पाइबार कथा के नहीं पाइबार कथा सेटा ସେମାନେ ଇଏ କରି ରିପୋର୍ଟ ଦେବାର କଥା ଗଭର୍ଣ୍ଣମେଣ୍ଟ के ମତ ଦେବା କଥା। ମତ ଦେବାର କଥା। ଗାଁରୁ କିଛି ସମସ୍ୟା ଯଦି ଏମିତି ହଉଛି ତ କମ୍ପ୍ଲେନ କରୁନାହାନ୍ତି କାହିଁକି? ଏଟା ତ କେହି କମ୍ପ୍ଲେନ नहीं करवार, କିନ୍ତୁ नहीं कम्प्लेन करूछन आज्ञा, मझी मझी जनाउछन सरकार के। हाँ कंप्लेंट एक्शन नहीं होय कहूछन ଖାଲି ଆକ୍ସନ ନିଆଯାଉନି ନା ନାଇଁ ସରକାରଙ୍କ ନେବାର। ତରଫରୁ। कंप्लेंट एक्शन नहीं ବୋଧେ ମୋ ହିସାବରେ ସରକାରକୁ ଜଣା ପଡୁନି ଏସବୁ। ରାସନ କାର୍ଡ ମୋର 10 ବର୍ଷ ହେଇଛି, 10 ବର୍ଷ ମୁଁ ମିଳିନି, କିନ୍ତୁ ଗାଁରେ ଏତେ ଭଦ୍ରଲୋକ ଅଛନ୍ ଆଉ ବଡ଼ ବଡ଼ ମହାଜନ ଅଛନ୍, ସେମାନେ ପାଉଛନ୍ତି, କିନ୍ତୁ ମୋର 10 ବର୍ଷ ହେଲା କଟିଯାଇଛି। ଶୁଣ ପାଖରେ 10 ବର୍ଷ ହେଲା ମୁଁ ପାଇନି। ମୁଁ ପଦ୍ମଲୋଚନ ପଣ୍ଡା, ଏ ଛୋଟିଆ ଦୋକାନ ଅଛି, କୌଣସି ମୋ ପୁଅ ଝିଅ ଚାକିରି ବାକିରି କିଛି ନାହିଁ। ଆଜି ପର୍ଯ୍ୟନ୍ତ 10 ବର୍ଷ 12 ବର୍ଷ ହେଲା କାର୍ଡ ନାହିଁ, ମୁଁ କଟିଗଲା। ଆପଣଙ୍କ ପାଖରେ ପକ୍କା ଘର ଅଛି? ପକ୍କା ଘର ନାହିଁ, ଇନକ୍ୱାରି କରିଗଲେ ବି ଛାତ ଘର। ତ ଘର ମିଳିଛି ଆପଣଙ୍କୁ? ଏବେ ଘର ମିଳିଛି, ଠିକ ଅଛି। ବର୍ତ୍ତମାନ ଏବେ ସ୍ଲାବ୍ ପଡ଼ିବ। ବେଲେ ଏବେ ଇନ୍ଦିରାବାସ ଟା ମିଳିଲା? ଇନ୍ଦିରାବାସ ନାହିଁ, ପ୍ରଧାନମନ୍ତ୍ରୀ ଯୋଜନା କଣ ମିଳିଛି? ହଁ ହଁ ସେଟା ଇନ୍ଦିରାବାସ। ଠିକ ଅଛି ସାର୍, ଧନ୍ୟବାଦ। ମତେ ବି नहीं मिलबार ଆଜ୍ଞା। ପକ୍କା ଘର ଅଛି ସାର୍? ମୋଟେ नहीं। ତାଙ୍କର ବି ଛାଉନି। ଆପଣ ଆପ୍ଲାଏ କରିଥିଲେ? ହଁ ଏ ବର୍ଷ ଆପ୍ଲାଏ କରିଥିଲେ ହଁ, କି ଏ କେତେ ବର୍ଷ ହେଲା କରାହେଇଛି। ଆପ୍ଲାଏ କରିଛନ୍ତି? ସେମାନେ ଆସିକରି ପୁରା ଫଟୋ ଫୁଟା ସବୁ ନେଇକରି ଯାଇଛନ୍ତି। ହଁ ତାହେଲେ ମିଳିଯିବ। କେ ଜାଣେ ସେଟା କହି ତ नहीं ହୁଏ ବୋଲନ୍ତ କାଣା ହେବା ଯେ। ରିପୋର୍ଟିଂ ପରେ ମିଳିଯିବ ସାର୍।